Hello student, welcome to the BM classes. This is Vishnu Mohanan, lecturer in English, Viravati Women's College, Teresinga. Today I am going to teach you the second stanza of the famous poem of the first year Art, Science, Commerce. Stopping by Woods on a Snowy Evening, which is written by the famous American poet Robert Frost. The full name of the Robert Frost is Robert Lee Frost. He was born in the year 1874 and died in the year 1963. ସେ ଏହି ପୋଏମ୍ରେ ତାଙ୍କର ସବୁ ଏକ ଏକ୍ସପିରିଏନ୍ସ ସେ ଯେଉଁଦିନ when he was returning from the forest toward his farmhouse. On the way, he saw a beautiful woods which, which are very which are very lovely and dark and beautiful. ସେହି ସୁନ୍ଦର ଦୃଶ୍ୟ ସେ ରାସ୍ତାରେ ଦେଖିଥିବା ସେହି ଉଡ୍ସ ବା ଜଙ୍ଗଲର ସେହି ଦୃଶ୍ୟକୁ ସେ ଭୁଲି ନପାରି ସେ ପ୍ରକୃତିରେ ପ୍ରକୃତ ପ୍ରେମୀ ଥିଲେ। ତେଣୁ ସେହି ଦୃଶ୍ୟକୁ ଦେଖି ସେହି ଦୃଶ୍ୟ ବିଷୟରେ ସେ ଅନେକ କଥା ଆମ ସମସ୍ତଙ୍କୁ ଜଣେଇଛନ୍ତି। ଯଦି କିଏ ନୂଆ ହେଇ ମୋ ଚ୍ୟାନେଲ୍ ଦେଖୁଛନ୍ତି, ଲାଇକ୍ ସେୟାର କମେଣ୍ଟ ଆଣ୍ଡ ସବସ୍କ୍ରାଇବ୍ ଏମିତି ଅନେକ ଗୁଡ଼ିଏ ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ। ବର୍ତ୍ତମାନ ଆଜି ଆମେ ଏଇ ଫେମସ୍ ପୋଏମ୍ର ଦ୍ୱିତୀୟ ଷ୍ଟାଞ୍ଜା ଡିସ୍କସନ୍ କରିବା। ତା ପୂର୍ବରୁ ମୁଁ କିଛି ରିଭିଜନ୍ କରିଦେଉଛି। Whose woods is this one? That means the poet is saying that ସେ ଏହି ଉଡ୍ସଟି କାହାର, ମୁଁ ବୋଧେ ହୁଏ ତାଙ୍କୁ ଜାଣିଛି, ତାର ଘର ଏଇ ପାଖରେ ଅଛି ବୋଲି ସେ ପ୍ରଥମ ଷ୍ଟାଞ୍ଜାରେ କହିସାରିଛନ୍ତି। ଆଣ୍ଡ ମୁଁ ଏଠିକି ଅଟିକି ଏଇ ସୁନ୍ଦର ଦୃଶ୍ୟ, ଏହି ସ୍ନୋ ପଡ଼ୁଥିବା ଦୃଶ୍ୟ ମୁଁ ଦେଖୁଛି ବୋଲି ଏହି ଉଡ୍ସର ମାଲିକ ଜାଣିପାରୁନଥିବ ବୋଲି ସେ କହିଛନ୍ତି। ପ୍ରକୃତିରେ ସେ ନେଚରକୁ ବା ପ୍ରକୃତିକୁ ଏତେ ପସନ୍ଦ କରନ୍ତି ଯେ ସେ ସନ୍ଧ୍ୟାଟା ବହୁତ ଥଣ୍ଡା ଲାଗୁଥାଏ, ଥଣ୍ଡା ପବନ ବହୁଥାଏ, ବରଫ ବୁନ୍ଦା ବୁନ୍ଦା ହେଇ ପଡ଼ୁଥାଏ, ଆଉ ସନ୍ଧ୍ୟା ହେବାରେ ଲାଗିଥାଏ। ସେ ତାଙ୍କ ଫାର୍ମ ହାଉସ୍କୁ ଫେରୁଥାନ୍ତି। ଠିକ୍ ସେହି ସମୟରେ ରାସ୍ତା କଡ଼ରେ ଏକ ଛୋଟିଆ ଜଙ୍ଗଲ ଦେଖି ବରଫାନ୍ୱିତ ଜଙ୍ଗଲକୁ ଭୁଲି ନପାରି ସେ ଏପରି ସେହି ଜାଗାକୁ ଦେଖିବା ପାଇଁ ରହିଛନ୍ତି। ବର୍ତ୍ତମାନ ଆମେ ଦ୍ୱିତୀୟ ଷ୍ଟାଞ୍ଜା ଡିସ୍କସନ୍ କରିବା। My little horse must think it queer to stop without a farm house near. ସେ କହୁଛନ୍ତି ଯେ ମାଇ ଲିଟିଲ୍ ହର୍ସ, ତାଙ୍କର ସେ ଯେଉଁ ଛୋଟିଆ ତାଙ୍କର ଯେଉଁ ଘୋଡ଼ା, ମଷ୍ଟ ଥିଙ୍କ ଇଟ୍ କୁଇର୍, ସେ ଭାବୁଥିବ ଯେ ମୋ ମାଲିକ ଘରକୁ ବା ଫାର୍ମ ହାଉସ୍କୁ ନ ଯାଇ ଏଠି କାହିଁକି ଅଟକିଛି ବୋଲି। ଟୁ ଷ୍ଟପ୍ ୱିଥାଉଟ୍ ଏ ଫାର୍ମ ହାଉସ୍ ନିୟର୍, ତ ଫାର୍ମ ହାଉସ୍ ନ ଯାଇ ଏ ରାସ୍ତା କଡ଼ରେ କାହିଁକି ମୋ ମାଲିକ ଠିଆ ହେଇଛି ବୋଲି ସେ ଘୋଡ଼ା ଭାବୁଥିବ ବୋଲି ଲେଖକ ଭାବୁଛନ୍ତି। ବିଟୱିନ୍ ଦ ଉଡ୍ସ ଆଣ୍ଡ ଫ୍ରୋଜେନ୍ ଲେକ୍, ଦ ଡାର୍କେଷ୍ଟ ଇଭିନିଂ ଅଫ୍ ଦ ଇୟର୍, ସେ କହୁଛନ୍ତି ଯେ ବିଟୱିନ୍ ଦ ଉଡ୍ସ, ସେଇ ସୁନ୍ଦର ଜଙ୍ଗଲ, ସେଇ ଉଡ୍ସ, ସେଇ ସୁନ୍ଦର ଜଙ୍ଗଲ ଆଣ୍ଡ ଫ୍ରୋଜେନ୍ ଲେକ୍ କହିଲେ ଆମେ ସାଧାରଣତଃ ବରଫରେ ତିଆରି ହୋଇଥିବା ଲେକ୍କୁ ବୋଲି ବୁଝୁ। ଦ ଡାର୍କେଷ୍ଟ ଇଭିନିଂ ଅଫ୍ ଦ ଇୟର୍, ସେଇ ସନ୍ଧ୍ୟାକୁ ସେ ତୁଳନା କରୁଛନ୍ତି ଯେ ସେଇ ବର୍ଷର ସେଇ ସନ୍ଧ୍ୟାଟା ସବୁଠାରୁ ଗଭୀରତମ ସନ୍ଧ୍ୟା ହେଇଥିବ, ଆଉ ସବୁଠାରୁ ଅନ୍ଧାରିଆ ସନ୍ଧ୍ୟା ବୋଲି ସେ କହିଛନ୍ତି। ସେ ସନ୍ଧ୍ୟାଟା ଏତେ ଥଣ୍ଡା ଲାଗୁଥାଏ, ବହୁତ ଗଭୀର ଅନ୍ଧାର, ପୁରା ଅନ୍ଧାରୁଆ ଲାଗୁଥାଏ। ଅନ୍ଧାରୁଆ ଲାଗୁଥିଲେ ମଧ୍ୟ, ବହୁତ ଥଣ୍ଡା ଲାଗୁଥିଲେ ମଧ୍ୟ, ବରଫ ବୁନ୍ଦା ବୁନ୍ଦା ହେଇ ପଡ଼ୁଥିଲେ ମଧ୍ୟ ସେହି ସୁନ୍ଦର ଦୃଶ୍ୟକୁ ଦେଖିବା ପାଇଁ କବି ସେଠି ଅଟକିଥିଲେ। ତାଙ୍କର ଘୋଡ଼ା ଯେ ଘୋଡ଼ା ଉପରେ ବସିକି ଆସୁଥିଲେ, ସେ ଘୋଡ଼ା ମଧ୍ୟ ଭାବୁଛି ଯେ ମୋ ମାଲିକ ଫାର୍ମ ହାଉସ୍କୁ ନ ଯାଇ ଏହି ଉଡ୍ସରେ, ଏହି ଜଙ୍ଗଲରେ କ'ଣ ପାଇଁ ଏତେ ସନ୍ଧ୍ୟା ହେଇଛି, ଥଣ୍ଡା ବି ଲାଗୁଛି, ଆଉ ଅଟକିଛନ୍ତି ବୋଲି ଘୋଡ଼ା ଭାବୁଛି, ଆଉ ଘୋଡ଼ା ବିରକ୍ତିକର ହେଉଛି ବୋଲି କବି ଏଠାରେ କହୁଛନ୍ତି। ପ୍ରକୃତରେ କବି ଏକ ପ୍ରକୃତ ପ୍ରେମୀ, ଆଉ ସେଇ ପ୍ରାକୃତିକ ଦୃଶ୍ୟ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ସେଇ ଉଡ୍ସ ପାଖରେ ଅଟକିଥିଲେ ଏବଂ ସେହି ଦୃଶ୍ୟକୁ ଉପଭୋଗ କରିବା ପାଇଁ ସେ ସେଠି ଅଟକି ସେଇ
ଉଡ୍ସର ମାଲିକ ବୋଧେ ଜାଣିନଥିବ ବୋଲି ସେ କହୁଛନ୍ତି ଆଉ ତାଙ୍କ ଘୋଡ଼ା ବିରକ୍ତି ହେଉଛି ମୁଁ ଏଠି ଥଣ୍ଡା ସମୟରେ ଅଟକୁଛି ବୋଲି ସେ ଭାବୁଛନ୍ତି। ପ୍ରକୃତିରେ କବି ଆମେରିକାନ୍ ରାଇଟର ଦ ଫେମସ୍ ପୋଏଟ୍ ଅଫ୍ ଦ America Robert Frost was such an very beautiful poet and famous poet of America. He has written so many poems regarding the nature. ସେ ପ୍ରକୃତିରେ ପ୍ରକୃତ ପ୍ରେମୀ, ସେ ଅନେକ ଗୁଡ଼ିଏ ପ୍ରକୃତ ପ୍ରେମୀ କବିତା ଲେଖିଛନ୍ତି। ଏହି କବିତା ମଧ୍ୟ ତାଙ୍କର ଯେଉଁ ନ୍ୟାଚୁରାଲ୍ ଲଭର୍ ବା ନେଚର୍ ଲଭର୍ କବିତାମାନଙ୍କ ମଧ୍ୟରୁ ଏକ ଅନ୍ୟତମ ଅଟେ। ଡିୟର୍ ଷ୍ଟୁଡେଣ୍ଟ, ଆଜି ପାଇଁ ଏହି ଷ୍ଟାଞ୍ଜା ପଢ଼ିବା, ଥାର୍ଡ଼ ଷ୍ଟାଞ୍ଜାର ଡିସ୍କସନ୍ ଦେଖିବା ପାଇଁ, ଅନେକ ଗୁଡ଼ିଏ ମୋର କ୍ଲାସ୍ ଆଟେଣ୍ଡ କରିବା ପାଇଁ, ଲାଇଭ୍ କ୍ଲାସ୍ ଆଟେଣ୍ଡ କରିବା ପାଇଁ, ମୋର ବ୍ଲାକବୋର୍ଡ଼ କ୍ଲାସ୍ ଫେସ୍ ଟୁ ଫେସ୍ କ୍ଲାସ୍ ବ୍ଲାକବୋର୍ଡ଼ କ୍ଲାସ୍ ଆଟେଣ୍ଡ କରିବା ପାଇଁ ମୋ ଚ୍ୟାନେଲ୍କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଆଉ ପାଖରେ ଥିବା ବେଲ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ ମୁଁ ଯେଉଁ ଭିଡ଼ିଓ ବନେଇବି, ଯେଉଁ କ୍ଲାସ୍ କରିବି ଆପଣମାନଙ୍କୁ ନୋଟିଫିକେସନ୍ ଚାଲିଯିବ। ଆପଣ ଆରାମରେ ଘରେ ଥାଇ ଦେଖିବେ, କୌଣସି ପଇସା ଲାଗିବ ନାହିଁ। ଧନ୍ୟବାଦ।